ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ପୁସ୍ତକର 22 ପର୍ବର 29 ପଦରୁ ଆରମ୍ଭ କରି 23 ପର୍ବର 35 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ 22 ପର୍ବର 29 ପଦରେ ଏହିପରି ଲେଖା ଅଛି, ତୁମ୍ଭେ କି କୌଣସି ଲୋକକୁ ଆପଣା ବ୍ୟବସାୟରେ ତତ୍ପର ଦେଖୁଅଛ? ସେ ରାଜାମାନଙ୍କ ସମ୍ମୁଖରେ ଠିଆ ହେବ, ସେ ନୀଚ ଲୋକଙ୍କ ଆଗରେ ଠିଆ ହେବ ନାହିଁ। ଈଶ୍ୱର କହନ୍ତି ଯେ ସେ ବିଶ୍ୱସ୍ତ ଲୋକକୁ ପୁରସ୍କାର ଦେବାକୁ ଇଚ୍ଛା କରନ୍ତି। ପ୍ରଭୁ ଯୀଶୁ ମଧ୍ୟ କହନ୍ତି ଯେ ସେହି ଅନନ୍ତ ରାଜ୍ୟରେ ତାହାଙ୍କର ଏହିପରି ସ୍ୱୀକାରୋକ୍ତି ହେବ, ସାବାସ୍, ତୁମେ ଉତ୍ତମ ଓ ବିଶ୍ୱସ୍ତ ଦାସ। କିନ୍ତୁ ସେ ଆପଣଙ୍କର କାର୍ଯ୍ୟର ପରିମାଣକୁ ଦେଖି ନୁହେଁ, ମାତ୍ର ଆପଣଙ୍କର ବିଶ୍ୱସ୍ତତାକୁ ଦେଖି ଆପଣଙ୍କୁ ପୁରସ୍କାର ଦେବେ। ସେ ଆପଣଙ୍କୁ ଯେଉଁ ଦାୟିତ୍ୱଭାର ପ୍ରଦାନ କରିଅଛନ୍ତି ତାହାକୁ ଆପଣ କେତେ ଦୂର ବିଶ୍ୱସ୍ତ ଭାବେ ସମ୍ପାଦନ କରିଅଛନ୍ତି ତାହା ସେ ଲକ୍ଷ୍ୟ କରନ୍ତି। ପ୍ରେରିତ ପାଉଲ ରୋମିଓ 12 ପର୍ବର 10 ଓ 11 ପଦରେ ଏହାକୁ ଏହିପରି ଭାବେ ପ୍ରକାଶ କରନ୍ତି, ଭ୍ରାତୃପ୍ରେମରେ ପରସ୍ପର ପ୍ରତି ସ୍ନେହଶୀଳ ହୁଅ, ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର, ଉଦ୍ଯୋଗରେ ଶିଥିଳ ହୁଅ ନାହିଁ, ଆତ୍ମାରେ ଉତ୍ତପ୍ତ ହୁଅ, ପ୍ରଭୁଙ୍କ ସେବା କର। ଏହି ସମସ୍ତ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତତାର ବିଷୟକୁ ପ୍ରକାଶ କରେ, ଆଉ ତାହା ହିଁ ଆମମାନଙ୍କ ଜୀବନରେ ପ୍ରକାଶିତ ହେବା ଉଚିତ। ଆସନ୍ତୁ ଏହାପରେ 23 ପର୍ବ ମଧ୍ୟକୁ ଯିବା। 23 ପର୍ବର ପ୍ରଥମ 3 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେତେବେଳେ ତୁମେ ଶାସନକର୍ତ୍ତା ସହିତ ଭୋଜନରେ ବସ, ସେତେବେଳେ ତୁମ ସମ୍ମୁଖରେ କିଏ ଅଛି ତାହା ଯତ୍ନପୂର୍ବକ ବିବେଚନା କର। ଯେବେ ତୁମ୍ଭେ ପେଟାର୍ଥୀ ହୁଅ, ତୁମ୍ଭେ ଆପଣା ଗଳାରେ ଛୁରୀ ଆପେ ରଖ, ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ, ଯେହେତୁ ତାହା ପ୍ରବଞ୍ଚନାଜନକ ଖାଦ୍ୟ। ବର୍ତ୍ତମାନ ଯୁବକ ଜଣକ କିଛି ସମୟ ଧରି ଜ୍ଞାନର ବିଦ୍ୟାଳୟରେ ଯୋଗ ଦେଇ ଆସୁଅଛନ୍ତି। ମୁଁ ଭାବେ ଆମେ ଅତି ଶୀଘ୍ର ସେହି ସ୍ନାତକୋତ୍ତର ଉତ୍ସବରେ ଯୋଗ ଦେବା ପାଇଁ ଯାଉଅଛୁ। ଏଠାରେ ଆମେ ଆହାର ଭୋଜନ କରିବା ନେଇ ଉପଦେଶ ଦିଆଯାଇଥିବାର ଲକ୍ଷ୍ୟ କରୁଅଛୁ। ଆପଣ ଯେତେବେଳେ କୌଣସି ମାନ୍ୟଗଣ୍ୟ ଲୋକମାନଙ୍କ ସହିତ ବସି ଭୋଜନ କରିବା ନିମନ୍ତେ ସୁଯୋଗ ପାଆନ୍ତି ବା ନିମନ୍ତ୍ରିତ ହୁଅନ୍ତି, ସେତେବେଳେ ଆପଣ ପେଟୁକମାନଙ୍କ ପରି ବସି ଭୋଜନ କରନ୍ତୁ ନାହିଁ, ମାତ୍ର ଭୋଜନ କରିବା ସମୟରେ ଭଦ୍ରତା ଓ ଆତ୍ମସଂଯମତା ରକ୍ଷା କରନ୍ତୁ। ବିଶେଷରେ ଯେତେବେଳେ ଆପଣଙ୍କ ନିକଟରେ ଅତି ଗୁରୁପାକ ଖାଦ୍ୟ ପରିବେଷଣ କରାଯାଏ, ଯେଉଁ ଆହାର କି ଆପଣ ନିୟମିତ ଭୋଜନ କରିବାର ସୁଯୋଗ ପାଆନ୍ତି ନାହିଁ, ଏପରି ଆହାରକୁ ଭୋଜନ କରିବା ସମୟରେ ପେଟୁକମାନଙ୍କ ପରି ହୁଅନ୍ତୁ ନାହିଁ, ମାତ୍ର ତହିଁରେ ସଂଯମତା ରକ୍ଷା କରନ୍ତୁ। ହଁ, ଆମେ ଭୋଜନ କରିବା ସମୟରେ ଅତି ଆନନ୍ଦ ଉପଭୋଗର ସହିତ ଭୋଜନ କରିପାରୁ, ମାତ୍ର ଆମେ ଭଦ୍ର ଭାବରେ ବସି ଭୋଜନ କରିବା ଉଚିତ। ଆମମାନଙ୍କ ସମୟରେ ବିଷୟଟି ହେଉଛି ଯେ କେତେକ ଲୋକ କ୍ଷୁଧା ଅନୁଭବ କରୁନଥିଲେ ମଧ୍ୟ ଖାଦ୍ୟ ମିଳୁଛି ବୋଲି ଭୋଜନ କରନ୍ତି, ଆଉ କେତେକ ମାନସିକ ଘଟଣାକୁ ନେଇ ଭୋଜନ କରନ୍ତି। ଏପରିକି କେତେକ ଲୋକ ମାନସିକ ଚାପ ଫଳରେ ଭୋଜନ କରନ୍ତି। ତେବେ ସେ ଯାହା ହେଉନା କାହିଁକି, ଆମେ ଯେଉଁପରି ପରିସ୍ଥିତିରେ ଭୋଜନ କରୁନା କାହିଁକି, ଆମେ ଭୋଜନ କରିବା ସମୟରେ ଭଦ୍ର ଭାବରେ ଓ ଆନନ୍ଦ ମନରେ ଭୋଜନ କରିବା ଉଚିତ। ଏହାପରେ 23 ପର୍ବର 4 ଓ 5 ପଦରେ ଏହିପରି ଲେଖା ଅଛି, ଧନୀ ହେବା ପାଇଁ ଆପଣାକୁ କ୍ଳାନ୍ତ କର ନାହିଁ, ତୁମ ନିଜ ବୁଦ୍ଧିରୁ କ୍ଷାନ୍ତ ହୁଅ। ଯାହା ନାହିଁ ତୁମେ କି ତହିଁ ପ୍ରତି ଆପଣା ଚକ୍ଷୁ ନିର୍ଦ୍ଦେଶ କରିବ? କାରଣ ଆକାଶରେ ଉଡ଼ନ୍ତା ଉତ୍କୃଷ୍ଟ ପକ୍ଷୀ ପରି ନିଶ୍ଚୟ ଧନ ଆପଣା ପାଇଁ ପକ୍ଷ କରେ। ଏଠାରେ ଚିନ୍ତାର ବିଷୟ ହେଉଛି ଯେ ଧନୀ ହେବା କିଛି ଭୁଲ ନୁହେଁ, ଏପରିକି ଧନୀ ହେବା ନିମନ୍ତେ କାର୍ଯ୍ୟ କରିବା ମଧ୍ୟ ଭୁଲ ନୁହେଁ, ମାତ୍ର ଏହା ଜୀବନର ଏକମାତ୍ର ଲକ୍ଷ୍ୟ ବା ଅଭିଳାଷ ହେବା ଉଚିତ ନୁହେଁ। ଧନ ଆମମାନଙ୍କ ହୃଦୟକୁ ଅଧିକାର କରିବା ବା ଆମମାନଙ୍କ ଜୀବନର ମୁଖ୍ୟ ବିଷୟ ହେବା ଉଚିତ ନୁହେଁ। କେତେକ ଲୋକ ଧନୀ ହେବା ନିମନ୍ତେ ଲାଳାୟିତ, ତୃଷିତ ଓ ଲୋଭାସକ୍ତ ହୁଅନ୍ତି ଓ ଏହାଦ୍ୱାରା ସେମାନେ ଅନ୍ୟାୟ ତଥା ଅସତ୍ୟର ଆଶ୍ରୟ ନିଅନ୍ତି ଓ ସେହି ଧନ ସେମାନଙ୍କର ଈଶ୍ୱର ହୁଏ। ମାତ୍ର ଜଣେ ଈଶ୍ୱରଙ୍କ ସନ୍ତାନ ସେପରି ମନୋଭାବ ଧାରଣ କରିବା ଉଚିତ ନୁହେଁ। ଜଣେ ଧନୀ ଲୋକ ମୋତେ କହିଲେ, ମୁଁ ଟଙ୍କା ସକାଶେ ଟଙ୍କା ରୋଜଗାର କରେ ନାହିଁ, ଏହା କ'ଣ କରିପାରିବ ସେଥିସକାଶେ ମୁଁ ଟଙ୍କା ରୋଜଗାର କରେ। ପ୍ରଥମେ
ମୁଁ ଅର୍ଥ ରୋଜଗାର କଲି ଯେପରି ଏହା ମୋ ନିମନ୍ତେ କିଛି କରିପାରିବ। ବର୍ତ୍ତମାନ ମୁଁ ଅର୍ଥ ରୋଜଗାର କରେ ଯେପରି ଏହା ପ୍ରଭୁଙ୍କ ନିମନ୍ତେ କିଛି କରିପାରିବ। ଜଣେ ବ୍ୟକ୍ତି ଧନୀ ହେବା କିଛି ଭୁଲ ନୁହେଁ, କିନ୍ତୁ ଭୁଲ ହେଉଛି ଧନ ପ୍ରତି ଆମମାନଙ୍କ ହୃଦୟର ଅଭିଳାଷ। ତାହା ହିଁ ହେଉଛି ଲୋଭ, ଆଉ ପ୍ରକୃତିରେ ଏହା ହେଉଛି ଆଧୁନିକ ପ୍ରତିମା ପୂଜା। ଆଜି ଅନେକ ଲୋକ ଏହି ଧନକୁ ନିଜର ସବୁରେ ସବୁ ବୋଲି ଭାବି ନିଅନ୍ତି। ସେମାନେ ଧନ ଦ୍ୱାରା ସବୁକିଛି ଲାଭ କରିବେ ବୋଲି ଭାବନ୍ତି। ଧନ ହେଉଛି ସେମାନଙ୍କ ଜୀବନର ଏକମାତ୍ର ଭରସା। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଅର୍ଥ ରୋଜଗାର ଉପରେ ଏତେ ଦୂର ଗୁରୁତ୍ୱ ଦିଅନ୍ତି ଯେ ସେମାନେ ରବିବାର ଦିନର ବିଶେଷତ୍ୱକୁ ଭୁଲି ଯାଆନ୍ତି। ସେମାନେ ଗିର୍ଜାକୁ ନ ଯାଇ ନିଜର ବ୍ୟବସାୟକୁ ବା ଚାକିରି କ୍ଷେତ୍ରକୁ ଚାଲିଯାଆନ୍ତି। ଏପରି ମଧ୍ୟ ଅନେକ ଅଛନ୍ତି ଯେଉଁମାନେ ଗିର୍ଜାକୁ ନ ଯାଇ ବଜାରକୁ ଚାଲିଯାଆନ୍ତି, ଆଉ କେହି ବା ନିଜର ଘରୋଇ କାର୍ଯ୍ୟରେ ଲିପ୍ତ ରୁହନ୍ତି, ଯେପରି ସେମାନେ କିଛି ଅର୍ଥ ସଞ୍ଚୟ କରିପାରନ୍ତି। ଏହାଦ୍ୱାରା ସେମାନେ ଈଶ୍ୱରଙ୍କୁ ଗୁରୁତ୍ୱ ଦିଅନ୍ତି ନାହିଁ ବା ମୁଖ୍ୟ ସ୍ଥାନ ଦିଅନ୍ତି ନାହିଁ, ମାତ୍ର ଧନକୁ ଗୁରୁତ୍ୱ ଦିଅନ୍ତି ବା ମୁଖ୍ୟ ସ୍ଥାନ ଦିଅନ୍ତି। କିନ୍ତୁ ସେହି ଧନ ହେଉଛି ଏକ ମିଥ୍ୟା ଈଶ୍ୱର, ଆଉ ମିଥ୍ୟା ଈଶ୍ୱର ହେଉଛି ଏକ ଛଞ୍ଚାଣ ଯାହାକି କୌଣସି ସମୟରେ ଉଡ଼ି ପଳାଇ ଯାଇପାରିବ। ଦିନେ ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ସୋମବାର ଦିନ ଷ୍ଟକ୍ ବଜାରକୁ ଯିବାର ଦେଖିଲି। ସେ ମୋତେ ଦେଖିବା ପରେ ସଙ୍ଗେ ସଙ୍ଗେ ଶୁଭେଚ୍ଛା ଜଣାଇଲେ। ମୁଁ ତାହାଙ୍କୁ କହିଲି, ଭାଇ, ଆମେ ଆପଣଙ୍କୁ ଗତକାଲି ଗିର୍ଜାରେ ଅର୍ଥାତ୍ ରବିବାର ଗିର୍ଜାରେ ଦେଖିବାକୁ ପାରିଲୁ ନାହିଁ। ତାପରେ ସେ କହିଲେ, ଭାଇ, ଆପଣ ଜାଣନ୍ତି ମୋର ଦେହ ଭଲ ରହୁନାହିଁ। ଆଉ ତାହା ହିଁ ହେଉଛି ଅତି କୌତୁହଳର ବିଷୟ। ସେ ଗିର୍ଜାକୁ ଆସିବା ନିମନ୍ତେ ସୁସ୍ଥ ଅନୁଭବ କଲେ ନାହିଁ, କିନ୍ତୁ ସେ ଷ୍ଟକ୍ ବଜାରକୁ ଯିବା ନିମନ୍ତେ ସୁସ୍ଥ ଅନୁଭବ କଲେ। ତାହା ହିଁ ହେଉଛି ଅଭିଳାଷ, ଆଉ ତାହା ହିଁ ଯାହାକି ହିତୋପଦେଶ ପ୍ରକାଶ କରେ। ତାହା ହିଁ ହେଉଛି ମିଥ୍ୟା ଈଶ୍ୱର, ଆଉ ସେହି ମିଥ୍ୟା ଈଶ୍ୱର ହେଉଛି ଏକ ଛଞ୍ଚାଣ ଯାହାକି କୌଣସି ମୁହୂର୍ତ୍ତରେ ଉଡ଼ି ପଳାଇ ଯାଇପାରେ। ତେବେ 23 ପର୍ବର 6 ପଦରୁ 8 ପଦ ମଧ୍ୟରେ ଏହିପରି ଲେଖା ଅଛି, କୁଦୃଷ୍ଟି ଲୋକର ଆହାର ଖାଅ ନାହିଁ, ପୁଣି ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ। କାରଣ ସେ ଯେରୂପ ମନରେ ନିଜେ ଭାବେ ସେ ସେରୂପ ଅଟେ। ସେ ଖାଅ ପିଅ ବୋଲି ତୁମ୍ଭକୁ କହେ ସତ୍ୟ, ମାତ୍ର ତୁମ୍ଭଠାରେ ତାହାର ମନ ନାହିଁ। ତୁମ୍ଭେ ଯେଉଁ କଳକ ଖାଇଅଛ ତାହା ଉଦ୍ଗାର କରିବ, ପୁଣି ତୁମ୍ଭର ମଧୁର ବାକ୍ୟ ହରାଇବ। ଏଠାରେ ଯୁବକମାନଙ୍କ ନିମନ୍ତେ, ବିଶେଷତଃ ଯୁବା ପ୍ରଚାରକମାନଙ୍କ ନିମନ୍ତେ ଉତ୍ତମ ପରାମର୍ଶ ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ମିଳେ। ବିଭିନ୍ନ ଉତ୍ସବମାନଙ୍କରେ ମଧ୍ୟ ପ୍ରଭୁଙ୍କର ଅନେକ ଦାସମାନେ ମୋତେ କେତେକ ଲୋକଙ୍କଠାରୁ ସତର୍କ ରହିବା ନିମନ୍ତେ ପରାମର୍ଶ ଦିଅନ୍ତି। ସେମାନେ ଏହିପରି କହନ୍ତି, ଆପଣଙ୍କୁ ଜଣେ ଭାଇ ତାଙ୍କର ଭୋଜିକୁ ନିମନ୍ତ୍ରଣ କରିବା ପାଇଁ ଯାଉଅଛନ୍ତି, କିନ୍ତୁ ଆପଣ ଯଦି ସେଠାକୁ ଯାଆନ୍ତି ତାହେଲେ ଆପଣ କ'ଣ କହନ୍ତି ସେଥି ନିମନ୍ତେ ସତର୍କ ରୁହନ୍ତୁ। କାରଣ ସେଠାରେ କେତେକ ଅଛନ୍ତି ଯେଉଁମାନେ କି ଆପଣଙ୍କର ବଦନାମ କରିପାରନ୍ତି। ସେମାନେ ଆପଣଙ୍କୁ କେତେକ ପ୍ରଶ୍ନ ପଚାରିବେ, ଆଉ ସେମାନେ ଆପଣଙ୍କର ଉତ୍ତରକୁ ନେଇ ପରବର୍ତ୍ତୀ ସମୟରେ ଆପଣଙ୍କ ବିରୁଦ୍ଧରେ ସମାଲୋଚନା କରିବେ। ତେବେ ଏହି ପ୍ରକାର ଲୋକମାନଙ୍କୁ ଦୃଷ୍ଟି ଆଗରେ ରଖି ସଲୋମନ ଏହି ହିତୋପଦେଶ ଲେଖିଥିଲେ। ତେଣୁକରି ଆପଣ ଯେତେବେଳେ କୌଣସି ଭୋଜିକୁ ନିମନ୍ତ୍ରିତ ହୁଅନ୍ତି, ସେତେବେଳେ ଆପଣ ସେହି ଲୋକମାନଙ୍କୁ ଜାଣି ରଖିବା ଉଚିତ ଯେଉଁମାନଙ୍କ ସହିତ ଆପଣ ବସି ଭୋଜନ କରୁଅଛନ୍ତି। ଆପଣ ଯେପରି ସେମାନଙ୍କୁ ଅତି ସରଳ ବୋଲି ଭାବନ୍ତି, ସେମାନେ ସେପରି ନୁହନ୍ତି। ଲେଖା ଅଛି, କୁଦୃଷ୍ଟି ଲୋକର ଆହାର ଖାଅ ନାହିଁ। ଆପଣ ଯେତେବେଳେ ଭୋଜନ କରିବା ନିମନ୍ତେ ନିମନ୍ତ୍ରିତ ହୁଅନ୍ତି, ଆପଣ ପ୍ରଥମେ ସେହି ଲୋକମାନଙ୍କ ବିଷୟରେ ଭଲ ଭାବେ ଜାଣିବା ଉଚିତ ଯେଉଁମାନଙ୍କ ସହିତ ଆପଣ ବସି ଭୋଜନ କରିବା ପାଇଁ ଯାଉଅଛନ୍ତି। ଆପଣ ଯେପରି ଭାବନ୍ତି ସେମାନେ ସେହିପରି ଆପଣଙ୍କ ସହିତ ସଦ୍ଭାବ ରକ୍ଷା କରି ନ ପାରନ୍ତି। ତେଣୁକରି ଆପଣ ଏଥିନିମନ୍ତେ ସତର୍କ ହେବା ଉଚିତ ଓ ଆପଣଙ୍କ କଥାରେ ବାର୍ତ୍ତାରେ ସଂଯମତା ରକ୍ଷା କରିବା ଉଚିତ। 10 ପଦରେ ଲେଖା ଅଛି, ପୁରାତନ ସୀମା ଘୁଞ୍ଚାଅ ନାହିଁ, ପୁଣି ପିତୃହୀନର କ୍ଷେତ୍ରରେ ପ୍ରବେଶ କର ନାହିଁ। ବର୍ତ୍ତମାନ ଆମେ ପୁନର୍ବାର ଜମିର ସୀମା ଚିହ୍ନରେ ବିଶ୍ୱସ୍ତତା ରକ୍ଷା କରିବା ନେଇ ଉପଦେଶ ପ୍ରାପ୍ତ ହେଉଅଛୁ। ଯଦି ଆପଣ ତହିଁରେ ବିଶ୍ୱସ୍ତତା ରକ୍ଷା କରିପାରି ନାହାନ୍ତି, ତାହେଲେ ତାହା ସନ୍ତାନମାନଙ୍କ ପ୍ରତି ବର୍ତ୍ତାନ୍ତୁ ନାହିଁ, କାରଣ ସେମାନେ ପ୍ରକୃତରେ ଏଥିନିମନ୍ତେ ତହିଁର ମୂଲ୍ୟ ପରିଶୋଧ କରିବେ। ସେମାନେ ତହିଁର ପ୍ରତିଫଳ ଭୋଗ କରିବେ।
ଆପଣଙ୍କର ସମ୍ଭବତଃ ଉତ୍ତମ ପୃଷ୍ଠଭୂମି ଓ ଖ୍ରୀଷ୍ଟ ବିଶ୍ୱାସୀ ପିତାମାତା ଥାଇପାରନ୍ତି, ମାତ୍ର ଆପଣଙ୍କର ସନ୍ତାନମାନେ ସେମାନଙ୍କ ନିଜକୁ ରକ୍ଷା କରିବା ନିମନ୍ତେ କୌଣସି ପୃଷ୍ଠଭୂମି ପାଇବେ ନାହିଁ। 13 ପଦରେ ଲେଖା ଅଛି, ପିଲାକୁ ଶାସ୍ତି ଦେବାକୁ ତ୍ରୁଟି କର ନାହିଁ, ତୁମେ ତାହାକୁ ବାଡ଼ିରେ ମାଇଲେ ହେଁ ସେ ମରିବ ନାହିଁ। ସନ୍ତାନମାନଙ୍କୁ ଶାସନ କରିବା ପିତାମାତାଙ୍କର କର୍ତ୍ତବ୍ୟ ଓ ସେମାନେ ତହିଁରେ ହେଳା କରିବା ଉଚିତ ନୁହେଁ। ଏପରିକି ସେମାନେ ବାଡ଼ି ବ୍ୟବହାର କରିବା ନିମନ୍ତେ ହେଳା କରିବା ଉଚିତ ନୁହେଁ। ମାତ୍ର ଏହି ଶାସନ ଶୃଙ୍ଖଳା ନିମନ୍ତେ, କିନ୍ତୁ ଦଣ୍ଡବିଧାନ ନିମନ୍ତେ ନୁହେଁ। ଯଦି ଶାସନ ପିଲାମାନଙ୍କର ଚରିତ୍ରକୁ ଗଠନ କରିବା ନିମନ୍ତେ ସହାୟକ ନୁହେଁ, ତାହେଲେ ସେପରି ଶାସନ କରିବା ମଧ୍ୟ ଉଚିତ ନୁହେଁ। ଆମ୍ଭମାନଙ୍କର ଶାସନ ପିଲାମାନଙ୍କର ମଙ୍ଗଳ ନିମନ୍ତେ ହେବା ଉଚିତ, ମାତ୍ର ସେମାନଙ୍କର ବିନାଶ ନିମନ୍ତେ ନୁହେଁ। ଆମ୍ଭେମାନେ ଆମମାନଙ୍କର ପିଲାମାନଙ୍କୁ କହିବା ଉଚିତ ନୁହେଁ ଯେ ଆମ୍ଭେମାନେ ସେମାନଙ୍କୁ ଦଣ୍ଡ ଦେଉଅଛୁ। ଏହା ଭଲ ହେବ ଯଦି ଆମେ ସେମାନଙ୍କୁ କହିବା ଯେ ଆମ୍ଭେମାନେ ସେମାନଙ୍କୁ ଶୃଙ୍ଖଳିତ କରୁଅଛୁ। ପାଉଲ ପିତାମାନଙ୍କୁ କହନ୍ତି ଯେପରି ସେମାନେ ସେମାନଙ୍କୁ ବା ସେମାନଙ୍କର ପିଲାମାନଙ୍କୁ ବିରକ୍ତ ନ କରନ୍ତି, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ବିଷୟରେ ଶିକ୍ଷା ଦେଇ ଶୃଙ୍ଖଳିତ କରନ୍ତି। ଆମ୍ଭେମାନେ ଜାଣି ରଖିବା ଉଚିତ ଯେ ଏହା ହେଉଛି ପ୍ରଭୁଙ୍କର ଶାସନ ଓ ଶୃଙ୍ଖଳାର ବିଷୟ, ଆଉ ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। 23 ପର୍ବର 19-21 ପଦ ମଧ୍ୟରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ଶୁଣ, ଜ୍ଞାନୀ ହୁଅ, ପୁଣି ତୁମ୍ଭ ମନକୁ ସତ୍ପଥରେ କଢ଼ାଇ ନିଅ। ଦ୍ରାକ୍ଷାରସରେ ଆସକ୍ତ ଓ ପେଟାର୍ଥୀ ମାଂସ ଭୋକ୍ତାମାନଙ୍କ ସଙ୍ଗୀ ହୁଅ ନାହିଁ, କାରଣ ମତୁଆଳା ଓ ପେଟୁକ ଦରିଦ୍ର ହେବେ, ପୁଣି ଘୁମା ମନୁଷ୍ୟକୁ ଚିରା କନା ପିନ୍ଧାଇବ। ଏହା କ'ଣ ସତ୍ୟ ନୁହେଁ କି? ପ୍ରିୟ ବନ୍ଧୁ, ଆପଣ ଯୁବକ ହିସାବରେ କେଉଁପରି ଲୋକମାନଙ୍କ ସହିତ ବନ୍ଧୁତା ସ୍ଥାପନ କରୁଅଛନ୍ତି, ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଏକ ପ୍ରକାର ପର ଥିବା ପକ୍ଷୀମାନେ ଏକତ୍ର ବସବାସ କରନ୍ତି, ସେହିପରି ଦୁଷ୍ଟ ଲୋକମାନେ ଦୁଷ୍ଟତାର ବିଷୟ ଉତ୍ପନ୍ନ କରାନ୍ତି। ତେଣୁ ଦୁଷ୍ଟ ଲୋକମାନଙ୍କ ସହିତ ବନ୍ଧୁତା ସ୍ଥାପନ ନ କରି ଉତ୍ତମ ଲୋକମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ଉଚିତ। ଏହାପରେ 22 ପଦରେ ଲେଖା ଅଛି, ତୁମ୍ଭ ଜନ୍ମଦାତା ପିତାର କଥା ଶୁଣ, ପୁଣି ମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ। ଏହା ଅତି ଉତ୍ତମ ଉପଦେଶ, କାରଣ ସାଧାରଣତଃ ମା'ମାନେ ବୃଦ୍ଧା ହୋଇଗଲେ ସନ୍ତାନମାନେ ସେମାନଙ୍କର କଥାକୁ ଭ୍ରୂକ୍ଷେପ କରନ୍ତି ନାହିଁ। ଫଳତଃ ସେମାନେ ବିପଦରେ ପଡ଼ନ୍ତି। ପିତାମାତାଙ୍କର ଆଜ୍ଞାବହ ହେବା ସନ୍ତାନମାନଙ୍କର କର୍ତ୍ତବ୍ୟ। ଏପରିକି ସେମାନଙ୍କର ବାର୍ଦ୍ଧକ୍ୟ ଅବସ୍ଥା ପର୍ଯ୍ୟନ୍ତ ସନ୍ତାନମାନେ ସେମାନଙ୍କର ବଶୀଭୂତ ହୋଇ ରହିବା ଉଚିତ, କାରଣ ବୃଦ୍ଧ ପିତାମାତାଙ୍କର ଅଭିଜ୍ଞତା ତଥା ଚିନ୍ତାଧାରା ଓ ବିଚାର ଶକ୍ତି ଯୁବକମାନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠତର। ଏଠାରେ ଆମେ ଅବସାଲମଙ୍କୁ ଉଦାହରଣ ସ୍ୱରୂପେ ବ୍ୟବହାର କରିପାରିବା। ତାହାଙ୍କ ଅପେକ୍ଷା ତାହାଙ୍କ ପିତାଙ୍କର ଅଧିକ ବିବେଚନା ଶକ୍ତି ରହିଥିଲା। ସେ ଭାବୁଥିଲେ ଯେ ସେ ତାହାଙ୍କର ପିତାଙ୍କ ବିରୁଦ୍ଧରେ ବିଦ୍ରୋହ କରି ଜିତିପାରିବେ, କିନ୍ତୁ ତାହାଙ୍କ ପିତା ଦାଉଦ ଜଣେ ଯୁଦ୍ଧବୀର ଥିଲେ। ଯେତେବେଳେ ତାହାଙ୍କ ପୁତ୍ର ଯୁଦ୍ଧକ୍ଷେତ୍ରକୁ ବାହାରି ପଡ଼ିଲେ, ସେ ବଡ଼ ଭୁଲ କଲେ। ଜେରୁସାଲେମକୁ ପରିତ୍ୟାଗ କରିବା ତାହାଙ୍କ ପକ୍ଷେ ଆଦୌ ଉଚିତ ନଥିଲା, କାରଣ ଦାଉଦଙ୍କୁ ଯୁଦ୍ଧ କରିବା ନିମନ୍ତେ ସମସ୍ତ କୌଶଳ ଜଣାଥିଲା। ତେଣୁ ଏହା ସେହି ବାଳକ ଅର୍ଥାତ୍ ତାହାଙ୍କ ପୁତ୍ର ନିମନ୍ତେ ବିଫଳତାର କାରଣ ହେଲା। 23 ପର୍ବର 23 ପଦରେ ଏହିପରି ଲେଖା ଅଛି, ସତ୍ୟତା କିଣ, ପୁଣି ତାହା ବିକ ନାହିଁ, ଜ୍ଞାନ ଓ ଉପଦେଶ ଓ ସୁବିବେଚନା କିଣ। ଦେଖନ୍ତୁ, ଆପଣଙ୍କୁ ଓ ମୋତେ ଅର୍ଥ ଦ୍ୱାରା ସତ୍ୟତାକୁ କିଣିବା ଆବଶ୍ୟକ ନାହିଁ। ଏହା ବିନା ମୂଲ୍ୟରେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଉପଭୋଗ୍ୟ। ଯିଶାୟ 55 ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ତୃଷିତ ଲୋକ ସକଳ, ତୁମେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ। ତୁମେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। ଈଶ୍ୱରଙ୍କ ସନ୍ତାନଗଣ ନିମନ୍ତେ
ଖ୍ରୀଷ୍ଟ ହିଁ ସବୁକିଛି। ସେ ହିଁ ଆମମାନଙ୍କର ସତ୍ୟ, ଜ୍ଞାନ ଓ ସୁବିବେଚନା ଜନକ। ସେଥିପାଇଁ ପ୍ରେରିତ ପାଉଲ ପ୍ରଥମ କରିନ୍ଥୀୟ ପ୍ରଥମ ପର୍ବର 30 ପଦରେ ଏହିପରି ପ୍ରକାଶ କରନ୍ତି, କିନ୍ତୁ ତାହାଙ୍କ ହେତୁ ତୁମେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ। ସେ ଈଶ୍ୱରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ଏହାପରେ 23 ପର୍ବର 26 ପଦରେ ଲେଖା ଅଛି, ହେ ମୋର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ, ପୁଣି ତୁମ୍ଭ ଚକ୍ଷୁ ମୋ ପଥରେ ତୁଷ୍ଟ ହେଉ। ଯେତେବେଳେ ସେ କହନ୍ତି, ହେ ମୋର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ, ସେତେବେଳେ ସେ ଜଣେ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିକୁ କହନ୍ତି ନାହିଁ, ମାତ୍ର ସେ ତାହାଙ୍କର ପୁତ୍ରକୁ କହନ୍ତି। ସେ ଜଣକୁ କହନ୍ତି ଯାହାକୁ କି ସେ ଏକ ନୂତନ ହୃଦୟ ପ୍ରଦାନ କରିଅଛନ୍ତି, ଏକ ନୂତନ ସ୍ୱଭାବ ପ୍ରଦାନ କରିଅଛନ୍ତି ଓ ତାହାକୁ ସନ୍ତାନ ବା ପୁତ୍ର ହିସାବରେ ଗ୍ରହଣ କରିଅଛନ୍ତି ଓ ସେ ଆତ୍ମିକ ଜୀବନରେ ଏକ ନୂଆ ଲୋକ ସ୍ୱରୂପେ ସୃଷ୍ଟ ହୋଇଅଛି। ବର୍ତ୍ତମାନ ସେ ସେହି ବ୍ୟକ୍ତିକୁ କହନ୍ତି, ତୁମ୍ଭେ ମୋ ନିକଟକୁ ଆସ ଓ ମୋ ଉପରେ ଆଉଜି ପଡ଼। ଯଦି ତୁମେ ମୋତେ ପ୍ରେମ କର, ତାହେଲେ ମୋହର ଆଜ୍ଞା ସବୁ ପାଳନ କର। ଏହାପରେ 27 ପଦରେ ଲେଖା ଅଛି, କାରଣ ବେଶ୍ୟା ଗଭୀର ଖାତ, ପୁଣି ପର ସ୍ତ୍ରୀ ସଂକୀର୍ଣ୍ଣ କୂପ ଅଟେ। ବାସ୍ତବରେ ଯେଉଁମାନେ ବେଶ୍ୟାମାନଙ୍କ ସହିତ ଓ ପର ସ୍ତ୍ରୀ ସହିତ ଅବୈଧ ସମ୍ପର୍କ ସ୍ଥାପନ କରନ୍ତି, ସେମାନେ ବିନାଶପ୍ରାପ୍ତ ହୁଅନ୍ତି। ସେମାନେ ଏପରି ଏକ ଖାତରେ ପଡ଼ନ୍ତି ଯେଉଁଥିରୁ ଉଦ୍ଧାର ପାଇବା ଅତି ଅସମ୍ଭବ। ଆଜି ଅନେକ ଲୋକ ଏହିପରି ଭାବରେ ନିଜର ଜୀବନକୁ ବିନଷ୍ଟ କରିଅଛନ୍ତି। ଯେଉଁମାନେ ଏହିପରି ବେଶ୍ୟାମାନଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି, ପର ସ୍ତ୍ରୀ ସହିତ ଅବୈଧ ସମ୍ପର୍କ ସ୍ଥାପନ କରନ୍ତି, ସେମାନେ ସେମାନଙ୍କ ଜୀବନ ପ୍ରତି ବିନାଶ ଘଟାନ୍ତି ଆଉ ସେମାନେ ଈଶ୍ୱରଙ୍କର ଅଭିଶାପର ପାତ୍ରପାତ୍ରୀ ହୁଅନ୍ତି। ପ୍ରିୟ ବନ୍ଧୁ, ଆଜି ଏହି ଜଗତରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ଏପର୍ଯ୍ୟନ୍ତ ସେହି ବ୍ୟଭିଚାର ପଥରେ ଅଛନ୍ତି। ସେମାନେ ଯଦି ସେଥି ନିମନ୍ତେ ଅନୁତାପ ନ କରନ୍ତି, ପ୍ରଭୁ ଯୀଶୁଙ୍କ ନିକଟକୁ ଫେରି ନ ଆସନ୍ତି, ତାହେଲେ ସେମାନେ କେବେ ହେଲେ ଉଦ୍ଧାରପ୍ରାପ୍ତ ହୋଇପାରିବେ ନାହିଁ। ଆଉ ଯେଉଁମାନେ ସେହି ପଥରେ ଯାଇଅଛନ୍ତି, ସେମାନେ କେବଳ ସେମାନଙ୍କର ବ୍ୟକ୍ତିଗତ ଜୀବନ ନୁହଁ, ସେମାନଙ୍କର ପାରିବାରିକ ଜୀବନକୁ ମଧ୍ୟ ସେମାନେ ନଷ୍ଟ କରିଅଛନ୍ତି। ସେମାନଙ୍କର ପରିବାର ମଧ୍ୟ ଭଗ୍ନ ହୋଇଅଛି, କାରଣ ପ୍ରଭୁଙ୍କର ଆଶୀର୍ବାଦ ସେମାନଙ୍କ ପ୍ରତି ନଥାଏ। 23 ପର୍ବର 28 ପଦରେ ଲେଖା ଅଛି, ଆହୁରି ସେ ଡକାୟତ ପରି ଛକି ବସେ, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ବିଶ୍ୱାସଘାତକମାନଙ୍କ ସଂଖ୍ୟା ବଢ଼ାଏ। ଦୁଇ ଜଣଙ୍କର ଚରିତ୍ର ଏହି ବିଷୟକୁ ସ୍ପଷ୍ଟ ଭାବେ ପ୍ରକାଶ କରେ। ଆଦି ପୁସ୍ତକରେ ଜିହୁଦାର ଜୀବନ କାହାଣୀ ଏହି ବିଷୟକୁ ପ୍ରକାଶ କରେ। ଏହା ଅତି ଦୁଃଖର କାହାଣୀ, ଯେତେବେଳେ କି ଜିହୁଦା ଏକ ବେଶ୍ୟା ନିକଟକୁ ଗଲା ଓ ତାହାର ଶିକାର ହେଲା। ଏହାପରେ ସାମସନର କାହାଣୀ ମଧ୍ୟ ଏହି ବିଷୟକୁ ପ୍ରକାଶ କରେ, ଯେ କି ସେହି ଦଲିଲା ନାମ୍ନୀ ବେଶ୍ୟା ନିକଟକୁ ଯାଇ ତାହାର ଫାନ୍ଦରେ ପଡ଼ି ଶତ୍ରୁ ହସ୍ତରେ ପତିତ ହେଲା। ସେ ଯଦି ଆଜି ବଞ୍ଚିଥାନ୍ତେ, ତାହେଲେ ସେ କହିଥାନ୍ତେ, ମୁଁ ଜାଣିବାକୁ ପାରିଲି ଯେ ଜଣେ ବେଶ୍ୟା ହେଉଛି ବିଶ୍ୱାସଘାତକ। ସେ ଆପଣଙ୍କୁ ଶତ୍ରୁ ହସ୍ତରେ ଧରାଇଦେବ। ବାସ୍ତବରେ ଆଜି ଅନେକ ଲୋକ ଏହିପରି ଭାବରେ ଶୟତାନର ଶିକାର ହୋଇଛନ୍ତି, ଶତ୍ରୁର ଶିକାର ହୋଇଛନ୍ତି ଏବଂ ସେମାନଙ୍କର ଜୀବନକୁ ବିନାଶ ରୂପ ସାଗରରେ ମଗ୍ନ କରିଅଛନ୍ତି। ଏହାପରେ 23 ପର୍ବର 29 ଓ 30 ପଦରେ ଏହିପରି ଲେଖା ଅଛି, କାହାର ହାହାକାର, କାହାର ଓକାର, କାହାର କଳି, କାହାର ବକାବକି, କାହାର ଅକାରଣ କ୍ଷତ, କାହାର ରକ୍ତବର୍ଣ୍ଣ ଚକ୍ଷୁ, ଯେଉଁମାନେ ଦ୍ରାକ୍ଷାରସ ପାନରେ ବହୁକାଳ ବସିଥାନ୍ତି, ଯେଉଁମାନେ ମିଶ୍ରିତ ସୁରା ଖୋଜି ବୁଲନ୍ତି, ସେମାନଙ୍କର। ଏଠାରେ ପୁନର୍ବାର ଆମ୍ଭମାନଙ୍କୁ ସୁରାପାନର ଫଳାଫଳ ଓ ତହିଁର ପରିଣାମ ସମ୍ପର୍କରେ ସ୍ମରଣ କରାଇ ଦିଆଯାଏ। ଆପଣ ଦେଖନ୍ତୁ, ଯେଉଁମାନେ ସୁରାପାନରେ ମତ୍ତ ହୁଅନ୍ତି, ସେମାନଙ୍କର ଅବସ୍ଥା ଠିକ୍ ଏହି ପ୍ରକାର ହୁଏ।
ସେମାନେ ହାହାକାର କରନ୍ତି। ସେମାନେ ପରିବାର ମଧ୍ୟରେ ଅଶାନ୍ତି ଝଗଡ଼ା ସୃଷ୍ଟି କରାନ୍ତି। ସେମାନେ ସ୍ତ୍ରୀ ପିଲାମାନଙ୍କ ଉପରେ ଅତ୍ୟାଚାର କରନ୍ତି। ଆଉ ସେମାନଙ୍କର ପାରିବାରିକ ଜୀବନ ଅତି ଭୟଙ୍କର ହୋଇଥାଏ। ଏହାପରେ 23 ପର୍ବର 31-35 ପଦରେ ଏହିପରି ଲେଖା ଅଛି, ଦ୍ରାକ୍ଷାରସ ରଙ୍ଗିଆ ହେଲେ ଓ ପାତ୍ରରେ ଚକମକାଇଲେ ଓ ସହଜେ ଗଳାଧକରଣ ହେଲେ ତୁମେ ତାକୁ ଅନାଅ ନାହିଁ। ଶେଷରେ ତାହା ସର୍ପ ପରି କାମୁଡ଼େ ଓ କାଳସର୍ପ ତୁଲ୍ୟ ଦଂଶନ କରେ। ତୁମର ଚକ୍ଷୁ ବିପରୀତ ବିଷୟ ଦେଖିବ, ତୁମ ହୃଦୟ କୁଟିଳ କଥା କହିବ। ପୁଣି ତୁମେ ସମୁଦ୍ର ମଧ୍ୟରେ ଶୟନକାରୀ କିମ୍ବା ଜାହାଜର ମାସ୍ତୁଲ ଉପରେ ଶୟନକାରୀ ଲୋକତୁଲ୍ୟ ହେବ। ତୁମେ କହିବ, ସେମାନେ ମୋତେ ମାଇଲେ, ମାତ୍ର ମୁଁ କ୍ଷତି ପାଇନାହିଁ। ସେମାନେ ମୋତେ ପ୍ରହାର କଲେ, ମାତ୍ର ମୁଁ କିଛି ଜାଣିନାହିଁ। ମୁଁ କେବେ ଜାଗିବି? ପୁନର୍ବାର ମୁଁ ତାହା ଖୋଜିବି। ବାସ୍ତବରେ ସୁରାପାନ କେତେ ଭୟଙ୍କର, କିନ୍ତୁ ଆମମାନେ କ'ଣ ଏଥି ନିମନ୍ତେ ସତର୍କ ଅଛୁ କି? ପ୍ରଭୁ ଆମ ପ୍ରତ୍ୟେକଙ୍କୁ ତହିଁରୁ ସତର୍କ ରହିବା ନିମନ୍ତେ ଶକ୍ତି ପ୍ରଦାନ କରନ୍ତୁ।